କିଛି ନୂଆ କରିବାର ଇଚ୍ଛା ଥିଲେ ନୂଆ ବାଟ ଦେଖାଏ ଆଉ ନିଜର ନିଷ୍ଠା ଏଥିରେ ଜଣକୁ ସଫଳ ବି କରାଇଥାଏ। କିନ୍ତୁ ଚାଷ ପ୍ରତି ଆଜିର ଯୁବ ସମାଜ ମୁହ ଫେରାଇ ନେଉଥିବା ବେଳେ ଏହି ଉକ୍ତିର ପ୍ରକୃତ ଉଦାହରଣ ଏବେ ସାଜିଛନ୍ତି ମୟୂରଭଞ୍ଜର ଚାଷୀ ହରେକୃଷ୍ଣ। ନିଜ ବଗିଚାରେ ଥାଇଲାଣ୍ଡ ବରକୋଳି ଚାଷ କରି ସେ ଆଜି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହି ବରକୋଳିର ଦୁଇ ପ୍ରକାରର ଚାଷ କରି ସେ ଏବେ ପାଲଟିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସଫଳ ଚାଷୀ। ୟୁଟ୍ୟୁବ ଦେଖିଲେ ଥାଇଲାଣ୍ଡ ବରକୋଳି ଚାଷ କଲେ, ଆଉ ଏବେ ବାଡ଼ିରେ ପେନ୍ଥା ପେନ୍ଥା ଧରିଛି ଥାଇଲାଣ୍ଡ ବରକୋଳି। କୋଳିରେ ଭର୍ତ୍ତି ହୋଇଛି ସାରା ଜମି। ଘର ବାଡ଼ିରେ ଭଲ ଫଳିଛି ଆଜି ତାଙ୍କର ବିଦେଶୀ ବରକୋଳି। ଏ ବିଦେଶୀ ବରକୋଳି ଯେତିକି ମିଠା ସେତିକି ଲାଭଦାୟୀ ମଧ୍ୟ। ତେବେ ଏହି ଚିତ୍ର ହେଉଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିଆ ଗ୍ରାମ ପଞ୍ଚାୟତ ଜାମୁନାଳି ଗ୍ରାମର, ଯେଉଁଠି ଫଳିଛି ବିଦେଶୀ ଥାଇଲାଣ୍ଡ ବରକୋଳି। ଥାଇଲାଣ୍ଡ ବରକୋଳି ଚାଷ କରି ସେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। କମ୍ ଖର୍ଚ୍ଚରେ ଅଧିକ ଲାଭ ଦେଉଥିବା ଏହି ବିଦେଶୀ ବରକୋଳି ବାବଦରେ ୟୁଟ୍ୟୁବରୁ ଦେଖିବା ପରେ ଉନ୍ନତମାନର ବରକୋଳି ଚାଷ ପାଇଁ ହରିୟାଣାରୁ ଚାରା ଆଣି 3 ବର୍ଷ ହେଲା ଚାଷ କରୁଛନ୍ତି ଜାମୁନାଳିଆ ଗ୍ରାମର ହରେକୃଷ୍ଣ ମାହାନ୍ତ। ତେବେ ସେ ୟୁଟ୍ୟୁବ ଦେଖିବା ପରେ ମନସ୍ଥ କରିଥିଲେ ଥାଇଲାଣ୍ଡ ବରକୋଳି ଚାଷ କରିବେ ବୋଲି, ଆଉ ନିଜ ଜମିରେ ଆରମ୍ଭ କରିଥିଲେ ଏହି କୋଳି ଚାଷ। ଖାଲି ସେତିକି ନୁହେଁ, ଏହି କୋଳିର ଦୁଇ ପ୍ରକାରର ଭେରାଇଟିସ୍କୁ ସେ ଚାଷ କରୁଛନ୍ତି, ଯଥା ଆପେଲ ବେରୀ ଓ ଅନ୍ୟଟି ହେଉଛି ଗୋଲ୍ଡ ସୁନ୍ଦରୀ। ଗଛ ବଢ଼ିବା ସହ ପ୍ରତିଟି ଗଛରେ ଏବେ ଥାଇଲାଣ୍ଡ ବରକୋଳି ଫଳିଛି। କମ୍ ଖର୍ଚ୍ଚ ଓ ସ୍ୱଳ୍ପ ପରିଶ୍ରମରେ ଅଧିକ ରୋଜଗାରର ମାଧ୍ୟମ ସାଜିଛି ଏବେ ଥାଇଲାଣ୍ଡ ବରକୋଳି ଚାଷ। ତେବେ ସେ ପ୍ରଥମ ବର୍ଷ 300 ଗଛ ଲଗାଇ 2023 ମସିହାରେ 2,10,000 ଟଙ୍କା ପାଇଥିବା ବେଳେ 2024 ମସିହାରେ 3 ଲକ୍ଷ ପାଇ ସେ ବହୁତ ଖୁସି ଅନୁଭବ କରିଛନ୍ତି। ନିଜ ଏକର ଜମିରେ ଏହି ବିଦେଶୀ କୋଳି ଚାଷ କରିଥିବା ବେଳେ ବଜାରରେ ଏହି କୋଳିର ଚାହିଦା ବେଶ୍ ଭଲ ରହିଛି। କିନ୍ତୁ ବନ୍ୟଜନ୍ତୁ ଭାଲୁ ବାଦୁଡ଼ି ଶୁଆଙ୍କ ଉପଦ୍ରବରେ ସେ ଠିକ୍ ଭାବେ ଅମଳ ପାଇପାରୁନଥିବା କହିଛନ୍ତି। ଏହାସହ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ମଧ୍ୟ ସେ କହିଛନ୍ତି। ୟୁଟ୍ୟୁବରେ ଦେଖିକି ଆଉ ହରିୟାଣାରୁ ମଗେଇଥିଲୁ। ଆଉ ସେ ହରିୟାଣାରେ ଟ୍ରେନରେ ପଠେଇଥିଲେ, ଆମେ କରଞ୍ଜିଆ ନା କଟକରୁ ପୁଣି ଆସିଲା ରାଇଡିଆ ଛକରେ ଅନଲୋଡ କରି ଆମେ ଆଣିକିନା 2021 ମସିହାରେ ଆଣିକି ଏଠି ଚାରାକୁ ରଖିଲୁ। ଚାରାକୁ 8-10 ଦିନ ଗଲା ପରେ ପାଣି ଦେଇ ତାକୁ ସୁସ୍ଥ ଅବସ୍ଥାକୁ ଅଣାଗଲା। ପୁରା ମାନେ ଟ୍ରେରେ ପ୍ୟାକିଂ କରି ଦେଇଥିଲା ନା, ତାକୁ ସୁସ୍ଥ ଅବସ୍ଥାରେ ରଖାଗଲା। ରଖାଯାଇକିନା 8 ଦିନ ପରେ ଖାଲ କରାହେଲା। ଖାଲ କରିକି ମାନେ 2.5 ଫୁଟ ଆଉ 1.5 ଫୁଟ ଖାଲ, 1.5 ଫୁଟ 2 ଫୁଟ ଏମିତି ଖାଲ, ସେଇଥିରେ ସେ ମେଡିସିନ ପଠେଇଥିଲେ। ସେ ମେଡିସିନ ସହ ସେ ଇଏରେ ଖାଲରେ ପକାଗଲା ଖତ ସହିତ। ତାପରେ ସେ ଗଛକୁ ଛୋଟ ଛୋଟ ଗଛକୁ ପୋତାଗଲା। ଗଛ ବହୁତ ଶୀଘ୍ର ବଢିଗଲା। ଆଉ ବର୍ଷେ ପରେ ପାଖାପାଖି 10 କିଲୋ 12 କିଲୋ କରି ଫଳ ଦେଲା ପ୍ରତ୍ୟେକ ଗଛରେ। ତାପରେ ସେକେଣ୍ଡ ବର୍ଷ 20ରୁ 30 କିଲୋ ଭିତରେ କରି ଫଳ ଦେଇଥିଲା, କିନ୍ତୁ ବାଦୁଡ଼ି ଭାଲୁ ସବୁ ଖାଇଗଲେ। ପ୍ରଥମ ବର୍ଷଟା ଏତେ ଇଏ ହେଲାନି, ଆଉ ସେକେଣ୍ଡ ବର୍ଷଟା ଜୋର ପିଲ ମାରିଥିଲା। ଆଉ ଥାର୍ଡ ବର୍ଷଟା ଆହୁରି ଜୋର ପିଲ ମାରିବ ବୋଲି ତ ସେ କହୁଛନ୍ତି। ଆଉ ସେ ଅନୁସାରେ ଆମେ ଲଗେଇଛୁ, କିନ୍ତୁ ଆମଦାନୀ ଭଲ ହଉଛି। ପନିପରିବା ଅପେକ୍ଷା ଭଲ ଯେ ୟାର ଗୋଟେ ଶତ୍ରୁ ହେଲା ଭାଲୁ ଏବଂ ବାଦୁଡ଼ି ଶୁଆ ଚଢ଼େଇ। ମାନେ ସବୁ ମହୁଲ ରକମ କାଟି ପକେଇ ଦଉଛନ୍ତି। আর যদি କୌଣସି ଗଭର୍ଣ୍ଣମେଣ୍ଟ ତରଫରୁ ସୁବିଧା ବାଡ଼ ଫାଡ଼ ପାଇଁ କି ତାର ଫାର ପାଇଁ ସୁବିଧା ହୁଅନ୍ତା, ଭାଲୁ ନ ପଶନ୍ତେ, ତାହେଲେ ଭଲ ହୁଅନ୍ତା। ଆଉ ସେ ଯିଏ ମୁଜି ଦେଇ ଚାରା ଦେଲା ସିଏ ହିଁ ପଦକ୍ଷେପ ବତେଇଲା। ଭଲ ଲାଭ ଅଛି ଅଲଗା ପନିପରିବା ଚାଷ? ହଁ, ଭଲ ଲାଭ ଅଛି। ଏ ବିଷୟରେ ଯଦି କରିବେ ଭଲ ଲାଭ ଅଛି। ଯଦି ନ କରିବେ, ଯାହାର ଇଣ୍ଟରେଷ୍ଟ ଅଛି ସେ କରିବ। ପନିପରିବା ଅପେକ୍ଷା ଏଥିରେ ଭଲ ଲାଭ ଅଛି। କରଞ୍ଜିଆରୁ ବସନ୍ତ କୁମାର ସୋରେନଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।